ସ୍ୱସ୍ତି ସାହିତ୍ୟ ଅନୁଷ୍ଠାନର ଏହି ଭର୍ଚୁଆଲ ସାହିତ୍ୟାୟନ କାର୍ଯ୍ୟକ୍ରମର ହୋତା ଉଦ୍ଗାତା ଓ ଶ୍ରୋତାମାନଙ୍କୁ ନମସ୍କାର। କବି ଓ କବିତା ସମ୍ପର୍କରେ ଏକ ସଂକ୍ଷିପ୍ତ ଆଲୋଚନା ଆପଣମାନଙ୍କ ସହିତ ଭାବ ବିନିମୟ କରିବା ପାଇଁ ମନସ୍ଥ କରିଛି। ଶୀର୍ଷକ ରଖିଛି ସମାହୃତି। ଆଶା କରିବି ଆପଣମାନଙ୍କର ଆଦର ପାଇବ। ସମାହୃତି କବିତାର ଶବ୍ଦ ପ୍ରଗତିରେ ନୂତନ ଅର୍ଥ ପ୍ରତୀତିର ସମ୍ଭାବନା ନଥିଲେ କବିତା ମରିଯାଏ। କବି ରାଜେନ୍ଦ୍ରଙ୍କ ଭାଷାରେ ପାଇଯିବାଟା ମରିଯିବା ପରି। ଅତି ସୋହାଗରେ ପ୍ରିୟ ମଣିଷଟିଏ ପାଇଁ ସେକି ହେଉଥିବା ରୁଟି ପରି, ମେହନତି ମଣିଷର ସ୍ୱେଦରେ ଉକୁଟି ଆସୁଥିବା ଧାନ ସିସାର କ୍ଷୀର ପରି, ଭୋକ ଉପାସରେ ସଢ଼ୁଥିବା ସମାରୀ ବୁଢ଼ୀର ସାତ ତାଳ ଗହୀର ଭିତର ଆଖି କୋଣରେ ଲାଖିଥିବା ଲୁହବିନ୍ଦୁ ପରି, ମଲା ଲୋକ ପାଇଁ ନିର୍ବିକାର ସଜେଇ ହେଉଥିବା ସଂଘାଟ ପରି କବିତାର ଶବ୍ଦମାନ ନୀରବ ଅଥଚ ଜୀବନ୍ତ। ନୀରବତାର ବୀଜ ବପନ କରି କବି ଆଶା ରଖେ ସେମାନେ ବଞ୍ଚିବେ, ବଢ଼ିବେ। ଦୃଶ୍ୟର କୌଣସି ଅର୍ଥ ଖୋଜିବାର ବ୍ୟାକୁଳ ପ୍ରୟାସ ଅପେକ୍ଷା ଦୃଶ୍ୟ ଉପରେ ଏକ ଶୀତଳ ଦୃଷ୍ଟିପାତ କେବେ ନା କେବେ ଅନୁଭବକୁ ସ୍ପର୍ଶ କରିବ ହିଁ କରିବ। ଜଗତରେ ଆମେ ଯେତେ ଦୃଶ୍ୟର ସାମ୍ନା କରିଥାଉ, ସବୁର କ'ଣ ଏକ ମାନେ ଥାଏ? ଆମର ଧାରଣା ଗୁଡ଼ିକ କ'ଣ ସବୁବେଳେ ସତ୍ୟ ଓ ନିର୍ଭରଯୋଗ୍ୟ? ଆମର ମନୋଗତ ଧାରଣା ବାହାରେ ଆଉ କିଛି ସତ୍ୟ କ'ଣ ଲୁଚି ରହିଥାଏ? ଯଦି ଥାଏ, ତାକୁ ପାଇବା କ'ଣ ସମ୍ଭବ? ପାଇଗଲେ କ'ଣ ସତରେ ମରିଯିବାକୁ ହୁଏ? କେଜାଣି ମରିଯିବାକୁ କାହିଁକି ସଧ ହୁଏ? W.B. yeats ସ୍ମରଣକୁ ଆସନ୍ତି। ତୀବ୍ର ଆବେଗର ମହାନୁଭବରେ ଆତ୍ମା ରହସ୍ୟର ସନ୍ନିକଟ ଯଦି କେହି ହୋଇଯାଏ, ସେହି ମହାର୍ଘ ମୁହୂର୍ତ୍ତରେ ଏମିତି ଚିତ୍ରକଳ୍ପମାନ ଆସି ଉପସ୍ଥିତ ହୋଇଯାଆନ୍ତି, ଯାହାର ଅର୍ଥ ନିଜେ କବିକୁ ବୁଝିବାକୁ ବର୍ଷ ବର୍ଷ ଲାଗିଯାଇପାରେ। ଆତ୍ମଚୈତନ୍ୟର ଅଚାନକ ଉଦୟରେ ଚିତ୍ରକଳ୍ପମାନ କବିର ଆଜ୍ଞାବହ ପାଲଟି ଯାଆନ୍ତି। ଲକ୍ଷେ ଶ୍ଲୋକ ବିଶିଷ୍ଟ ମହାଭାରତ ହେଉ କି ଦୁଇ ଧାଡ଼ିର କବିତା ହେଉ, ତା ଭିତରେ ଥାଏ ବିନ୍ଦୁଏ ବୋଲି ମୌଳ ଚେତନା। ସେ ମୌଳ ଚେତନା ବାହାରେ ଯାହା ଥାଏ, ତାହା ସବୁ ଆମ ସଂସ୍କାର। ସେହି ସଂସ୍କାର ଶବ୍ଦ ସମ୍ଭାର ବା ଶବ୍ଦ ମନ୍ଦିରରୁ ନିଜ ଉପଲବ୍ଧିର ସାମର୍ଥ୍ୟାନୁସାରେ ଦିଅଁଟିକୁ ଖୋଜି ପାଇବା ହେଉଛି କବି ଓ ପାଠକର ଦ୍ୱୈତ କର୍ମ। ବେଳେ ବେଳେ ମୌନ ଚେତନାଟି ଦିଶେ ନାହିଁ। ଯଦି ଦିଶେ, ଛଦ୍ମବେଶରେ ଥାଏ ବା ଆଦୌ ନଥାଏ। କୋଣାର୍କରେ କ'ଣ ଦିଅଁ ଖୋଜା ହୁଏ? ସମଗ୍ର କବିତାରୁ ବିଛିଆରି ଗୋଟେ ଅଧେ ପଂକ୍ତିର ଅନାବବୋଧ ବେଳେବେଳେ ପାଠକକୁ, ଏପରିକି ସମାଲୋଚକକୁ ବ୍ୟାକୁଳ କରେ। ସେ ଖୋଜିବାକୁ ପ୍ରୟାସ କରେ ତହିଁରୁ ଏକ ସାଧାରଣ ଅର୍ଥ ବା ସଠିକ୍ ଅର୍ଥ। ଜଗତର କୌଣସି ସୃଜନ କର୍ମର ଏକ ସାଧାରଣ ଅର୍ଥ ବା ସଠିକ୍ ଅର୍ଥ ଥାଏ କି ବା ରହିବା ଉଚିତ କି? ଫରାସୀ ପେଣ୍ଟର ଭେନ୍ ଗଗ୍ ଗୋଟେ ଚିଠିରେ ନିଜର ଏକ ପେଣ୍ଟିଂ କଥା ଲେଖିଥିଲେ। ଗହମ କ୍ଷେତ, କ୍ଷେତ ଭିତରେ ଲୋକଟିଏ, ଉପରେ ଆକାଶ ଓ ଧଳା ମେଘ। ଚିତ୍ରରେ କ୍ଷେତ, ଲୋକ ଓ ଆକାଶକୁ ଅଲଗା ଅଲଗା କରି ଦେଖିବାର ଓ ବୁଝିବାର ପ୍ରୟାସ ଚିତ୍ରଟିକୁ ଦେଖି ନ ପାରିବା ସଙ୍ଗେ ସମାନ। କ୍ଷେତ ସହିତ
ଲୋକଟି ଆକାଶ ଓ ମେଘ, ଲୋକ ସହିତ କ୍ଷେତ ଆକାଶ ଓ ମେଘ, ଆକାଶ ସହିତ ମେଘ କ୍ଷେତ ଓ ଲୋକ ଏକ ସଂହତ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୃଶ୍ୟରେ। ଜୀବନ, ମଣିଷ, ପ୍ରକୃତି, ଆକାଶ, ଅଗ୍ନି, ଅନ୍ତରିକ୍ଷ, ପ୍ରାଣ, ଶରୀର କିଏ କାହାଠୁ ଅଲଗା ହୋଇ ରହିବ ଦୃଶ୍ୟରେ? ଦୃଶ୍ୟର ସାମଗ୍ରିକତାରେ ବପନ ହୁଏ କବିତାର ବୀଜମାନ। ସବୁ ବୀଜ ଯେ ଦ୍ରୁମ ହେବେ ଏମିତି କିଛି ମାନେ ନାହିଁ। କିଛି ହେବେ ଓ ସେମାନଙ୍କର ମଧ୍ୟ ଏକ ଅବଶ୍ୟମ୍ଭାବୀ ପରିଣତି ଥିବ। ପରିଣତିର ଯଥେଷ୍ଟ ପୂର୍ବରୁ କିନ୍ତୁ ଆଉ କେଉଁଠି ତାର ନୂଆ ଏକ ପ୍ରତିଦୃଶ୍ୟ ମୁଣ୍ଡ ଟେକୁଥିବ, ଶାଗୁଆ ହେଉଥିବ ଓ ସୂର୍ଯ୍ୟରଶ୍ମିକୁ ପାପୁଲିରେ ଛିନୁଥିବ। କବିତାମାନଙ୍କର ଏମିତି ଅନେକ ଧାଡ଼ିମାନଙ୍କୁ ଆପଣ ଭେଟି ପାରନ୍ତି ଯାହା ଏହା ପୂର୍ବରୁ ହଜାରେ ଥର ଉଚ୍ଚାରିତ ହୋଇଥିବ। କବି ଭିତରର ଉର୍ବରତା ଓ ଉଷ୍ମତାରେ ସେକି ହୋଇ ସେମାନେ ଅଙ୍କୁରିତ ହୋଇଥାନ୍ତି। ସେ ଅଙ୍କୁରଣରେ କେତେବେଳେ ଥାଏ ଅନୁକୃତିର ଉନ୍ମାଦନା, ତ ଆଉ କେତେବେଳେ ଅନୁକ୍ତ ବୀଜର ଫାଟିବାର ଇଚ୍ଛା। କେତେ ସୁଖଦ ସେ ଫାଟିବାର କଷ୍ଟ, ଫୁଟିବାର ବେଦନା। ପୁରୁଣା ଶୁଖି ଆସୁଥିବା ଘାକୁ ଆଞ୍ଚୁଡ଼ି ଆଞ୍ଚୁଡ଼ି ରକତେଇବାର ଶିହରଣରେ କବି ମଜ୍ଜିଯାଏ। ବେଳେବେଳେ ଲାଗେ ନିଜର ନୁହେଁ, କବି ଆଉ କାହାର ଘାକୁ ଆଞ୍ଚୁଡ଼ି ଆଞ୍ଚୁଡ଼ି ଜିଆଉଛି। ବେମାର ପୁଅ ପାଇଁ ରକତ କିଣିବ ବୋଲି ସାରା ରାତି ଲୌହ ପିଟଣାରେ ପଥର ଫଟାଉଥିବା ବୈଶାଖୁ ଭୋଇର ଘା, ଖରା ମାସ ତତଲା ଝାଞ୍ଜିରେ ସିଝି ନିକାଞ୍ଚନ ଅସରା ପଥରେ ପଥିକମାନଙ୍କୁ ପାଣି ଯାଚୁଥିବା ଶ୍ଳଥଚର୍ମା ବାଞ୍ଝ ଛୁଟି ବୁଢ଼ୀର ଘା, ଅଣ୍ଟା ସୂତାରେ ଝାଡ଼ୁ ବାନ୍ଧି ନିଜ ପାଦର ମଳିନ ମାଟି ଛୁଆଁକୁ ପୋଛି ପୋଛି ଲକ୍ଷ୍ୟହୀନ ଚାଲୁଥିବା ଦଳିତ ଅମରୁର ଘା, ସାହାଜ ଗଛ ଡାଳରେ ନିଜ ଗାମୁଛାକୁ ବେକରେ ଲଗାଇ ଉଚକି ହେଉଥିବା ଗୌରହରିର ଘା, ହେଟ୍ରକ ଦିଚ୍ଛନର ଘା, ହଗଣାକ୍ଷମର ଘା, ତୁମର ଘା, ତାର ଘା, ଜଗତ ଯାକର ସବୁ ଲୋକର ଘା, ମଲା ଲୋକର ଘା, ଜିଅନ୍ତା ଲୋକର ଘା, ଜନ୍ମ ନେବାକୁ ଧାଡ଼ି ବାନ୍ଧି ଅପେକ୍ଷାରତ ସମସ୍ତ ପ୍ରାଣୀମାନଙ୍କର ଘା ଦିନେ ଶୁଖିଯିବ, କେବେ ଦିନେ ଶୁଖିଯିବ। ନୂଆ ଲାଲଟହଟହ ଚମ ଆବରଣରେ ଢାଙ୍କି ହୋଇଯିବ ପୃଥିବୀର ଦୁଃଖ। ଖୋସା ଭିତରୁ ବାହାରି ଆସିବ ପ୍ରଜାପତି। ହାଡ଼ ମାଂସ ଚମର ଚଉରାଶିରୁ ମୁକୁଳି ଆସିବ ସେଇ ଶାଶ୍ୱତ ମଣିଷ ବୋଲି କବି ଫୁଟୁଛି। କେତେବେଳେ କଢ଼ ପରି ତ କେତେବେଳେ ବୋମା ପରି। ଯଦି କେହି ଭାବୁଥାଏ କବି କେଡ଼େ ନିର୍ବୋଧ ସତରେ, ତାହା କବିର ଗୌରବ। ଧନ୍ୟବାଦ।